ଏବେ ଭାଇରାଲ ଥିବା ତୃଷ୍ଣା ଦିଦି ଆର କାହା ଉପରେ ଲଗାଉନାହାନ୍ତି, ସେ ଲଗାଉଛନ୍ତି ତାଙ୍କ ନଣନ୍ଦ ନଣଦେଇ ଉପରେ। ଆରେ ତାଙ୍କ ପରିବାରରେ ତାଙ୍କ ନଣନ୍ଦ ନଣଦେଇ କିଏ? ତାଙ୍କ ନଣନ୍ଦ ତାଙ୍କ ଶାଶୁଘର ମୁରବି ଦେଖେଇବେ, ପୁଣି ତା ବାପ ଘରେ କଣ ଗୋଟେ ମୁରବି। କିନ୍ତୁ ଆଜ୍ଞା ସତ କହିବାକୁ ଗଲେ ତାଙ୍କ ନଣଦେଇ ହଉଛନ୍ତି ମାଷ୍ଟର ମାଇଣ୍ଡ। ତାଙ୍କ ପରିବାରଟି ଭାଙ୍ଗିବାର ମୁଖ୍ୟ ହଉଛନ୍ତି ତାଙ୍କ ନଣଦେଇ ଆଉ ତାଙ୍କ ନଣନ୍ଦ। ଇରେ ତମେ ମାନେ ଯାଇକି ତମ ଶାଶୁ ଶ୍ୱଶୁର ଘରେ ଯାଇକି ମୁରବି ଦେଖା। ତମେ ତ ବାହା ହେଲ ଗଲ ଶାଶୁଘର, ତମେ ତମର ମୁରବି କୋଉଠି ଦେଖିବାର ଅଛି ନା ତମ ଶାଶୁ ଘରେ ମୁରବି ଦେଖିବାର ଅଛି। ଆଜ୍ଞା ତମେ ତ୍ରିଷା ଶାଶୁ ଘରେ କାହିଁ ମୁରବି ଦେଖଉଛ, ତମ ବାପ ଘରେ କାହିଁ ମୁରବି ଦେଖଉଛ? ଇଏ କଣ କରିଛନ୍ତି ନା ତାଙ୍କ ନଣନ୍ଦ କଣ କରିଛନ୍ତି, ତାଙ୍କ ବାପା ମାଙ୍କୁ ସବୁବେଳେ ମାଇଣ୍ଡ ୱାଶ କରିଦଉଛନ୍ତି, ଯାହା ଫଳରେ ହଇରାଣ କିଏ ପଡୁଛନ୍ତି ନା ତ୍ରିଷା ଦିଦି ହିଁ ହଇରାଣ ପଡୁଛନ୍ତି। ତାଙ୍କର ଯୋଉ ବିଜନେସ ଅଛି ସେ ବିଜନେସ ସମ୍ଭାଳିବେ ବୋଲି ତୃଷ୍ଣା ଦିଦିକୁ ତାଙ୍କ ଶ୍ୱଶୁର କହିଥିଲେ, କିନ୍ତୁ ଏମିତି ମାଇଣ୍ଡ ୱାଶ କରିଦେଲେ ଯେ ବାପା ମାଙ୍କର ଶେଷରେ ତୃଷ୍ଣା ଦିଦିକୁ ବିଜନେସକୁ ପଠା ହେଲା ନାହିଁ। ଆଉ କୁହାଗଲା ତୋ ସ୍ୱାମୀ ନାହିଁ, ତୁ କଣ ବିଜନେସ କରିବୁ, ତୋ ବାପ ଘରକୁ ତୁ ପଳେଇ ଯା। ଏସବୁ କରେଇଲା କିଏ ନା ତାଙ୍କ ନଣନ୍ଦ କରେଇଲା। ଆଉ ସେ ବିଜନେସ ବର୍ତ୍ତମାନ ଭାର ସମ୍ଭାଳୁଛନ୍ତି କିଏ? ତାଙ୍କ ନଣନ୍ଦ। ଆପଣ ମାନେ କୁହନ୍ତୁ ତୃଷ୍ଣା ଦିଦି ଯିବେ କୁଆଡେ? ପୁଣି ସେଥିରେ ପୁଣି କଣ କରୁছে, ତାଙ୍କ ସୁନାଙ୍କୁ ଲୁଚେଇ ଦେଇଛନ୍ତି। ଏଇଟା କଣ ଠିକ କରିଛନ୍ତି କି ଆଜ୍ଞା? ତାଙ୍କ ସୁନା କାହିଁ ଲୁଚେଇଲ? ଆରେ ତମ ସୁନା ଯୋଉ ଯାହା କିଣିଛ, ତମେ ଯୋଉ ସୁନାକୁ କିଣିଛ ତମ ରସିଦ ଥିବ ନା, ତମ ରସିଦ କି ତମ ସୁନା ରଖିନବ। ଆଉ ସିଏ ତାଙ୍କ ବାପ ଘରୁ ଯୋଉ ସବୁ ସୁନା ଆଣିଛନ୍ତି ତୃଷ୍ଣା ଦିଦି ତାଙ୍କ ରସିଦ ମାଧ୍ୟମରେ ସବୁ ନେଇଯିବ। ତମ ଟୋଟାଲ ସୁନା ଦେଲନି, ଖାଲି ଖୋଳ ପଡିଛି। ତା ମାନେ ତମେ ଗୋଟେ ଟାଉଟର ଦଳରେ ଅଛ। ଯୋଉ ଲୋକ ଶାଶୁ ଶ୍ୱଶୁର ଘରର ହେଇପାରିଲା ନାହିଁ, ସେ ଲୋକ ଆଜି ବାପ ଘରେ ମୁରବି ଦେଖନ୍ତି। ଆଉ ସେଇଭଳିଆ ଲୋକ ହିଁ ବଡ ବଡ କଥା ସୋସିଆଲ ମିଡିଆରେ ଆସି କହନ୍ତି, ଲୋକମାନଙ୍କୁ ବଡ ବଡ ଉପଦେଶ ଦିଅନ୍ତି। ଆରେ ନିଜେ ଗୋଟେ କଣ କରିଛ ଆଗେ କୁହ, ତାପରେ ଅନ୍ୟକୁ କହିବ। ତମେ ନିଜେ ତ ଶାଶୁ ଶ୍ୱଶୁରଙ୍କ ସେବା ଥର ଟିକେ କରିନା, କି ପରିବାର ସହିତ ଥର ଟିକେ ରହିନା, ଆସିକି ମ୍ୟାରେଜ କଲ, ମ୍ୟାରେଜ କରି ବାପ ଘର ରହିଲ, ପୁଣି ବାପ ଘରେ ମୁରବି, ତା ଭିତରେ ପୁଣି ଘରଟାକୁ ଭାଙ୍ଗି ଦଉଛ। ଆରେ ତମେ ଯେମିତି ଗୋଟେ ଝିଅ, ତୃଷ୍ଣା ଦିଦି ବି ମଧ୍ୟ ସେମିତି ଝିଅ। ଆଜି ତାଙ୍କ ସ୍ୱାମୀ ତାଙ୍କ ପାଖରେ ନାହାନ୍ତି, ଭଗବାନ ନ କରନ୍ତୁ ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କ କତିରେ ନଥିବ, ଆପଣଙ୍କୁ କେମିତି ଫିଲ୍ ହବ କୁହନ୍ତୁ? ଏସବୁ ଆଜ୍ଞା କହିବା କଥା ନୁହଁ, ଏମିତି ଆଜ୍ଞା କରିବା କଥା ନୁହଁ। ତାକୁ ଝିଅଟିକୁ ତମେ ନାକେଦମ କରିଲଣି ତା ଭିତରେ ମିଛ ଆଲିଗେସନ ଆଣିକି। ଆରେ ତା ପରିବାର କହିଲେ ଏଇନା ତମ ଘର ଅଟେ, ତା ଶ୍ୱଶୁର ଘର ଅଟେ। ସେ ଝିଅ ତ କାହାକୁ ବାହା ହେଇକି ପଳଉନାହିଁ, କାହାକୁ ଧରିକି ପଳଉନାହିଁ, କାହା ଲଭ୍ ଆଫେୟାରରେ ରହୁନାହିଁ। ତମ ମାନଙ୍କୁ ଅନେକ ସେ ରହୁଛି, ଆଉ ତମ ମାନଙ୍କର ପୁଅ ହବ ବୋଲି ସେ ନିଜ କହୁଛି। ତାପରେ ବି ତମ ମାନେ ଏତେ ତାକୁ କାହିଁକି ହଇରାଣ କରୁଛ? ହଇରାଣ କରିବା କଥା କି? ତୃଷ୍ଣା ଦିଦି ଯୋଉ କଥା କହୁଛନ୍ତି, ଯଦି ତାଙ୍କର ବାପ ଘରେ ଶ୍ୱଶୁର ଘରେ କୌଣସି ଅଧିକାର ନାହିଁ, ତାହେଲେ ବାପ ଦେଇଥିବା ସମ୍ପତ୍ତି କାହିଁକି ଶ୍ୱଶୁର ଘରେ ସେ ଛାଡିବେ? ସବୁ ସେ ନେଇଯିବେ। ଏଟା ଦିସ୍ ଇଜ ରାଇଟ, ଏଇଟା ଠିକ କଥା ଆଜ୍ଞା। ସେ ପୁଣି ତ ବଞ୍ଚିବେ ନା ନାହିଁ, ତାଙ୍କର ଫ୍ୟୁଚର ଅଛି, ତାଙ୍କର ସବୁ ଖାଇବା ପିଇବା ରହିବା ଏସବୁ ଅଛି। ତାହେଲେ ଆପଣ ମାନଙ୍କ କତିରେ କାହିଁକି ତାଙ୍କ ସୁନା ରୂପା ସବୁ ଛାଡିକି ଯିବେ? ଆପଣ ମାନେ କୁହନ୍ତୁ। ଖାଲି ଆପଣ ମାନେ ଆସିକି ମିଛ ବାହାସ୍ପଟ କଥା କହିଦେଲେ ଆଜ୍ଞା ହବନି, ସତର ସାମ୍ନା କରନ୍ତୁ। ଯଦି ମିଥ୍ୟା ଥାନ୍ତା ତାହେଲେ ତୃଷ୍ଣା ଦିଦି ଏମିତି ହାଇଲାଇଟ କରି କଥା କହିନଥାନ୍ତେ, କି ଏମିତି ହାଇଲାଇଟ ତାଙ୍କ ନ୍ୟୁଜ ହେଇନଥାନ୍ତା, କି ଆଜି ଏତେ ଲୋକ ତାଙ୍କୁ ସପୋର୍ଟ କରୁନଥାନ୍ତେ। ଆପଣ ମାନେ ଥରେ ଭାବି ଦେଖନ୍ତୁ, ଆପଣଙ୍କର ଝିଅ ଆଉ ସେଇ ତାଙ୍କ ନଣନ୍ଦକୁ କହିବି ତମେ ବି ଜଣେ ଝିଅ, ତମର ବି ସେମିତି ଅଛି, ତମେ ବି ଚିନ୍ତା କରିବା ଦରକାର ଝିଅ ଝିଅକୁ ସପୋର୍ଟ କରିବା କଥା। କିନ୍ତୁ ଆଜିର ଦୁନିଆରେ ଆଜ୍ଞା ଝିଅ ଝିଅକୁ ଏଠି ସପୋର୍ଟ କରନ୍ତି ନାହିଁ, ନାରୀ ନାରୀର ହିଁ ଶତ୍ରୁ। ଶାଶୁ ଦେଖୁନା ବୋହୁ ବିଷୟରେ କଣ କହୁଛନ୍ତି, ଏ କଥା ତ ଆଗରୁ କହିପାରିଥାନ୍ତ, ଅସୁବିଧା କଣ ଅଛି? ଆରେ ତମ ଝିଅ ପାଇଁ ଯଦି ଝିଅଟା ଆସିକି ଶାଶୁ ତମ ଘରେ ରହିପାରିଲା, ତମ ବୋହୂଟା କାହିଁ ତମ ଘରେ ରହିପାରିବନି? ଯଦି ତମେ ଏତେ ସାଣ୍ଠଣା ଶିଖିଛ, ସଂସ୍କାର ଶିଖିଛ, ତମ ଝିଅ କାହିଁ ତା ଶାଶୁ ଘରେ ରହୁନି, ଆସି ବାପ ଘରେ କାହିଁକି ରହିଲା ଆଜ୍ଞା? ଏଇଟା ମେନ୍ ଟପିକ। ସେ ଏକା ରହିଥିଲେ ଅଲଗା କଥା, ସ୍ୱାମୀ ସ୍ତ୍ରୀ ଦି ଜଣ ବାପ ଘରେ ରହିଲେ ମାନେ କଣ, ନଣନ୍ଦ ନଣନ୍ଦୀ ତମ ଘରେ ମୁରବି, ସିଏ ତାଙ୍କ ଘର ମୁରବି ଦେଖିବା କଥା। ଏଠି ମୁରବି କିଏ ଦେଖିବା କଥା ନା ତ୍ରିଷା ଦିଦିଙ୍କର ଶାଶୁ ଶ୍ୱଶୁର ମୁରବି ଦେଖିବା କଥା। କିନ୍ତୁ ପୁରା ଆଜ୍ଞା ଓଲଟା ହେଇଯାଉଛି। ଏମିତି ଆଜ୍ଞା ଜମାରେ ଠିକ ନୁହଁ। ଆଉ ତୃଷ୍ଣା ଦିଦିର ସୁନା ରୂପା ତୁରନ୍ତ ଫେରେଇ ଦେଲେ ମୁଁ ଭାବୁଛି ହୁଏତ ଭଲ ହୁଅନ୍ତା। ତାଙ୍କ ବାପ ଘରୁ ସେ ଯେତିକି ସମ୍ପତ୍ତି ଆଣିଥିଲେ, ଯାହା ବି ଆଣିଥିଲେ, ତାଙ୍କର ଯାହା ବି ଆଣନ୍ତୁ, ଯାହା ବି ତାଙ୍କ ବାପା ମା ଦେଇଛନ୍ତି, ତାଙ୍କୁ ଫେରେଇ ଦେଲେ ହୁଏତ ଠିକ ହୁଅନ୍ତା। ଆପଣ ମାନେ ଲୁଚେଇକି ସେ ସବୁ ଲୁଚନ୍ତୁ ନା ଆଜ୍ଞା, ଦେଇଦିଅନ୍ତୁ। ନିୟମ ଅନୁସାରେ ଆପଣ ଘରେ ଯାହା ପାଇବେ ପୋଲିସ ସେଟା ନେଇଯିବେ, ଆଉ ତୃଷ୍ଣା ଦିଦି ନେଇଯିବେ, ସେଟା ନିୟମ ଅଛି। କିନ୍ତୁ ଆପଣ ମାନେ ମାନବିକ ଦୃଷ୍ଟିରୁ ଆପଣ ଯଦି ତାଙ୍କ ଜିନିଷ କିଛି ରଖିଥାନ୍ତି, ତାହେଲେ ତାକୁ ଫେରେଇ ଦିଅନ୍ତୁ। ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭଲ ଲାଗିବ ଲାଇକ୍ କମେଣ୍ଟ ସେୟାର କରିବେ। ପୁଣି ଦେଖା ହବା ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ନମସ୍କାର, ଜୟ ଜଗନ୍ନାଥ।